ଆମ୍ପଳବା ସ୍ଥିତ କିଷାନ ପେଟ୍ରୋଲ ପମ୍ପ ସମ୍ମୁଖ ମୁଖ୍ୟ ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଦୁର୍ଘଟଣାରେ 3 ଜଣ ଗୁରୁତର, କଟକ ମେଡିକାଲ ସ୍ଥାନାନ୍ତର। ସୁକିନ୍ଦା ଥାନା ଅନ୍ତର୍ଗତ ଆମ୍ପଳବା ସ୍ଥିତ କିଷାନ ପେଟ୍ରୋଲ ପମ୍ପ ସମ୍ମୁଖ ମୁଖ୍ୟ ରାସ୍ତାରେ ମଙ୍ଗଳବାର ଅପରାହ୍ନ ସମୟରେ ଦୁଇ ବାଇକ୍ ମୁହାଁମୁହିଁ ଦୁର୍ଘଟଣାରେ 3 ଜଣ ଗୁରୁତର କଟକ ଏସ୍ସିବି ସ୍ଥାନାନ୍ତରିତ ହୋଇଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ମଙ୍ଗଳବାର ଅପରାହ୍ନ ସମୟରେ ଆମ୍ପଳବା ସ୍ଥିତ କିଷାନ ପେଟ୍ରୋଲ ପମ୍ପ ସମ୍ମୁଖ ମୁଖ୍ୟ ରାସ୍ତାରେ ଦୁଇ ବାଇକ୍ ଦ୍ରୁତ ଗତିରେ ଆସି ମୁହାଁମୁହିଁ ଦୁର୍ଘଟଣାରେ ବରଡ଼ି ଗ୍ରାମର ସୌରଭ ଦାସ, ସୁକିନ୍ଦା ବ୍ଲକ ରାସ୍ତା କଡ଼ରେ ଥିବା ସ୍ୱସ୍ତି ହୋଟେଲ କର୍ମଚାରୀ ଭୁବନ ମାର୍ଥାପୁର ବାସିନ୍ଦା ରାଜେନ୍ଦ୍ର ଶତପଥୀ ଓ ଆମ୍ପଳବା ବାସିନ୍ଦା ତ୍ରିଲୋଚନ ମଲ୍ଲିକ ଗୁରୁତର ହୋଇଯାଇଥିଲେ। ସ୍ଥାନୀୟ ଲୋକମାନଙ୍କ ସହାୟତାରେ ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କର ଅଧିକ ଚିକିତ୍ସା ନିମନ୍ତେ ସମସ୍ତଙ୍କୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ମଙ୍ଗଳବାର ଅପରାହ୍ନ 5 ଘଟିକା ସମୟରେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଦେଖିବାକୁ ମିଳିଛି।